ମାସି ମାସି ଧରା ପଡ଼ିଗଲା। କଦଳୀ ଖାଇବା ପାଚି ଯାଇଛି, ଜେଜେମା ଆଣିଥିଲେ ଆଉ ମାଉସୀ ପୁରା ଭଲ ଭାବରେ ପାଚି ଯାଇଛି। ଆମେ ଖାଇବା ଚୋପା ଛଡ଼େଇକି। ଆହୁରି ଲେମ୍ବୁ ଅଛି, ଲେମ୍ବୁ ଗୁଡ଼ା ଅଛି, ଲେମ୍ବୁ ଆହୁରି ଅଛି କଦଳୀ। ମାଉସୀ କଦଳୀ ଖାଇବ ନା? ଆସ। ମାଉସୀ ଆସିଛନ୍ତି। ଏଇ କେତେ ଗୁରା ଆହୁରି ଥିଲା, କୁଆଡ଼େ ମାଉସୀ କ'ଣ କଲ? ମାଉସୀ ଆଉ କଦଳୀ କ'ଣ କଲ? ବାଣ୍ଟି ଦେଲା ମାଉସୀ, ବାଣ୍ଟି ଦେଲେ, ନହେଲେ ଆହୁରି ବହୁତ ଗୁରା କଦଳୀ ଥିଲା। ମାଉସୀ ବାଣ୍ଟି ଦଉଛନ୍ତି ଆଉ ବଢିଆ ଲାଗୁଛି। ମାଉସୀ ଖାଉନ ପାଚି କ'ଣ ମାଛି ବସୁଛନ୍ତି। ମାସି କେମିତି ଲାଗୁଛି? ଭଲ ଲାଗୁଛି। ମିଛରେ ନା ମାଉସୀ, କ'ଣ ସତରେ? ଦେଶୀ এইটা ସେଇଦିନ ଆମେ ଯୋଉ ଦେଖିଥିଲୁ ସେହାର ଏଇ ମାସି ସାପ କାତି। କୋଉଠିକି ନେବା? ସେଇଠିକି ଟାଣିକି ସେଇଟା ନେଇଯିବ। ମାଉସୀ ଟାଣିକି ବାହାର କରିଦଉଛନ୍ତି, ମୁଁ ଟାଣିକି ନେଇଯାଉଛି। ଏଇଗୁରା ନା ସେ ତାଙ୍କର ମାଉସୀଙ୍କୁ କହିଥିଲେ ଆଉ ତମେ ନେଇକି ସେଇଠି ବୋହିକି ରଖିଦେବ ଆଉ ନା ମାଉସୀ? ଆମେ ତାଙ୍କର ରଖିଦଉଛୁ ନେଇକି ସେଇଠି ଆଉ। ମାଉସୀଙ୍କୁ ମୁଁ ସାହାଯ୍ୟ କରିଦଉଛି। ମାଉସୀଙ୍କୁ ଏକା କହିଥିଲେ ଆଉ ମୁଁ କହିଲି ମାଉସୀଙ୍କୁ ମୁଁ ବି ସାହାଯ୍ୟ କରିଦିଏ। କ'ଣ 3 ଜଣ ଟାଣିବେ? କଣ୍ଟା ଅଛି, କଣ୍ଟା ଅଛି। କ'ଣ ହେଲା? ବାବୁର ପ୍ୟାଣ୍ଟ ଚିରିଗଲା ନାଇଁ? ଏଇଲୋ ଶୋଇଗଲା। ବାବୁର ପ୍ୟାଣ୍ଟ ଚିରିଗଲା। ଆଜି ତୋର କାମ ପଡ଼ିଗଲା ନାଇଁ? କେତେ ଓଜନ ହବ? 2 କେଜି ଖଣ୍ଡେ। ଇଏ ତ ନାଇଁ, କ'ଣ କହନ୍ତି ସେଇଟା? କିଲୋ ଦଣ୍ଡି। ସେଇଟା ନାଇଁ, ନହେଲେ ହଁ ଦେଖିଛି, ହେଇଯିବ। ବଡ଼ ଗଞ୍ଜାଟା। ଦେଶୀ କୁକୁଡ଼ା ଦେଖିଛି ନାଇଁ, କ'ଣ ଇଏ ଦେଶୀ କୁକୁଡ଼ା ଦେଖିଛି, ଚାଖିଛି। କେମିତି ଗୋଟେ ଆଗରୁ ଗୋଟେ ଡାଇଲଗ ଥିଲା, ଫୁଲ ଆଣିଥିଲି ଫୁଲବାଣୀ ଯାତ୍ରାରେ। ଦେଶୀ କୁକୁଡ଼ା ଦେଖିଛି, ଚାଖିଛି, ଭାରି ସୁଆଦିଆ। ଧନ ତୋର ଘର ପୁରା ବଦଳେଇ ଦେଲୁ ନା? ଏଇଠିକି ପଳେଇ ଆସିଲୁ? ଏଠି ପାଣି ପଡୁଛି। ପାଣି ପଡୁଛି? ପାଣି ଜେଜେମାଙ୍କ ସହିତ ଆଜି ଆମେ ଏଠି ଶୋଇବୁ, ବର୍ଷା ହେଲେ ପାଣି। ଏଇଟା କ'ଣ? ଏଇଟା କ'ଣ? ଏଇଟା ବନେଇଥିଲେ। ବନେଇଛି? କିଏ ବନେଇছে? ବନେଇଛି। ଆଉ ତା ଭିତରେ କ'ଣ ଅଛି? କିଛି ନାହିଁ, ଚମ୍ପା। ଏଟାର କ'ଣ ଫେବିକୁଲ ନା କାଲି? ନାଇଁ, ଫୁଲିବି ନା? ଫୁଲି ହବନି କାହିଁ? ଓହୋ, ଏଇ ସବୁଆଡେ ଖୁଲିଲା। କିଛି ନାହିଁ ଭିତରେ କି ନା କେମିତି ଲଗେଇ? ଲାଗିବ ନାଇଁ?
ବକ୍ସ ହେଇଗଲା ବକ୍ସ। ଲଗେଇଦେବେ ନାଇଁ ଷ୍ଟୁଡିଓରେ ଲାଗିବ ନାଇଁ। ପଖାଳ ଦେଲ ନାଇଁ ସନ୍ଧ୍ୟାବେଳେ ବୁଢ଼ୀ ମାକୁ ପଖାଳ ଦେଇଦେଲ। କହିଲେ ପଖାଳ ଖାଇବି କହିଲା, ଏପଟେ ଦେଶୀ କୁକୁଡ଼ା ଚିକେନ ହଉଛି, ସେପଟେ ପଖାଳ ଖାଇବି। ଶୀତ ଲାଗିବ ଆରେ ବେଶୀ। ଆସେ କାଟି ଦଉଛ? ମୁଁ କାଟିବି ନା ତୁମେ କାଟିବ? ଏତେ ଜୋରରେ ହାଣୁଛି ବାବୁ। ଏତେ ଜୋରରେ ହାଣୁଛି। ଆଜି କେଉଁଝର ମିସ୍ତ୍ରୀ ଆସିଛନ୍ତି ରୋଷେଇ କରିବେ। ପୁରା ବୈତରଣୀରୁ ଆସିଛନ୍ତି। ବୈତରଣୀ ବୈତରଣୀ କୋଳରେ ଆସିଛେନ୍। ଧରଗଡ଼ ଶିଳା ପାଖ ଯୋଉ ଡ୍ୟାମଟା ହେଇନି ଆପଣ ଦେଖିନାହାନ୍ତି କରେଣ୍ଟ ଯୋଉଠି ବାହାରୁଛି ସେଇଠୁ ଆସିছে। ଆଉ ମାଉସୀ ମାଂସ କୋଉଠୁ ଆଣିଛି ମାଉସୀ? ତୁ ଭାତ ଖାଇବୁନି କି? ଭାତ ଦେଲେନି ଖାଲି ମାଂସ ଦେଇଦେଲେ। ଖାଉଛି ମାଂସ। ଭାତ ବଦଳରେ ମାଂସ, ତରକାରୀ ବଦଳରେ ଇଏ ପଖାଳ ଭାତ। ଭଲ ଲାଗୁଛି। ମୁଁ ହଉଛି ଲଙ୍କା ଡିପାର୍ଟମେଣ୍ଟ ନା କଣ ଗୋଟେ, ଆଉ ମାଉସୀ ଭାତ, ମା ତରକାରୀ, ବାପା ହଉଛି ଖାଇବା। ଏଇଟା ମୋ ତରକାରୀ ଆସିଗଲା, ତରକାରୀ ଖାଇବା। ମୁଁ ଚୁଲି ପାଖରେ ଏଇଥିପାଇଁ ବସିଛି, ଶୀତ ଦିନ ଖାଉ ଖାଉ ଥଣ୍ଡା ହେଇଯିବ, ଆଉ ପୁଣି ଗରମ କରିକି ଖାଇବି। ଜେଜେମା ବସିଗଲେ, ତରକାରୀ ରଖିଦେଲେ, ଖାଇବେ ଏବେ। ତାପରେ କହିବେ କେମିତି ଲାଗୁଛି। ଯଦି ନ କହିବେ ତରକାରୀ ନିଆଯିବ, ଭାତ ଦିଆଯିବ। ଜେଜେମା କହିବ କେମିତି ଲାଗୁଛି, କେମିତି ଲାଗୁଛି? ତମେ ତ ଖାଇନା, କୋଉଠି ଭଲ ଲାଗୁଛି? ଭଲ ଲାଗୁଛି ମିଛରେ ନା ସତରେ? ସତରେ ନିଜେ ଆଣିଛନ୍ତି କୁକୁଡ଼ା, ସେଥିପାଇଁ ଟିକେ ପ୍ରଶଂସା ଆଉ ଭଲ ଲାଗୁଛି ବୋଲି ଆଉ। ହଁ ମାଉସୀ ଶୀଘ୍ର ଶୀଘ୍ର ଖାଅ। ମାଉସୀ ଏଇଠି ଏଇଠି ଏଇଠି। ମାଉସୀ କଣ ଜାଗା ପାଇଲେନି, କୋଉଠି ବସିବେ କହୁଛି। ମାଉସୀ ବୁଢୀ ମା ଯୋଉ ଗଞ୍ଜା ଆଣିଥିଲେ କୁଆଡେ ଗଲା? ମୁଁ ମାରିଦେଲି। ଆମ ଗଞ୍ଜା ତାହେଲେ ଉଡିଗଲା। ତୁ ଭାବିଲୁ କିଣା ହେଇଛି ନାଇଁ? ହଁ ମାଉସୀ କଣ କରିଦେଲ, ମୁଁ ତାକୁ ଚାରା ଦଉଥିଲି, ମୁଁ ମାରିଦେଲି। ବେକରେ ବୁଡିଦେଲି। ତୋର ଖାଇବା କେବେ ସରିବ? ସମସ୍ତେ ଖାଇସିକି ପଳେଇଲେଣି। ତୋର ଖାଇ ପିଇକି ପଳେଇବେ, ବାସନ ମାଜିବ। ଖାଇ ପିଇକି ଲୋକ ଗଲେଣି, ବାସନ ମାଜିବୁ ଆଉ।